ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ, ଆପଣମାନେ ତ ଜାଣିଥିବେ ଯେତିକି ବି ଯୋଜନା ଆରମ୍ଭ ହୋଇଛି ସବୁଠାରୁ ଅନ୍ୟତମ ହେଉଛି ଆମ ସୁଭଦ୍ରା ଯୋଜନାଟି। କାହିଁକିନା ଏହା ଏକ ଋତୁ ପରି ଆସୁଛି। ଏହାକୁ ନେଇ ବହୁତ କିଛି ଅପଡେଟ୍ ଆସିଛି। ମୁଁ ଆପଣମାନଙ୍କ ମନରେ ଯାହା ବି ଉଙ୍କି ମାରୁଛି ପ୍ରଶ୍ନ ତାର ଉତ୍ତର ଯେମିତି ହେଲେ ରଖିବି। ଗୋଟେ ନୂଆ ଅପଡେଟ୍ଟା ଆସିଛି କି ଯେଉଁମାନେ ବି ସୁଭଦ୍ରା ଯୋଜନା ପାଇଗଲେ, ବହୁତ ଜଣ ପାଇଗଲେ, 3ଟା କିସ୍ତି ଆଜ୍ଞା ପାଇଗଲେ। ଆଉ ସୁଭଦ୍ରା ଯୋଜନାଟା ପାଇବାଟା ଗୋଟେ ବର୍ଷ ହେଇଗଲାଣି, ସମସ୍ତଙ୍କୁ ଜାଣିଥିବେ। ତ 3ଟା କିସ୍ତି ମିଳିସାରିଛି, ଠିକ୍ ଅଛି। ଯେଉଁ 3ଟା କିସ୍ତି ମିଳିଛି ସେଥିରେ ବି ବହୁତ ଜଣ ଯୋଗ୍ୟ ପାଇଲେ, ବହୁତ ଜଣ ଅଯୋଗ୍ୟ ପାଇଲେ। ମାନେ ଯୋଗ୍ୟ ଓ ଅଯୋଗ୍ୟ କେଉଁ ପାରାମିଟର ବେସିସ୍ରେ କରୁଛନ୍ତି, ଯାହା ତାଙ୍କର ଯୋଗ୍ୟର ମାନଦଣ୍ଡ ଅଛି। ଆପଣ ଜାଣିଥିବେ ଏଇଠି ଯୋଗ୍ୟତା ମାନଦଣ୍ଡ ଅଛି, ଆପଣ ଏଇଟା ପଢ଼ି ବି ପାରିବେ, ଠିକ୍ ଅଛି। ତ ସବୁ ଯୋଗ୍ୟତା ମାନଦଣ୍ଡ ଯିଏ ଫଲୋ କରୁଛି ମିଳିଛି, ଯିଏ ନ ବି କରିଛି ବହୁତ ଜଣଙ୍କୁ ମିଳିଯାଇଛି। ଏବେ ପୁଣି କ'ଣ ହେବ, ପୁଣି ଥରେ ଯାଞ୍ଚ ହେବ ଯେଉଁମାନଙ୍କୁ ଭୁଲରେ ମିଳିଯାଇଛି। ଯେଉଁମାନେ ଭୁଲ ବଶତଃ ଭୁଲ ଆଇଡି ଦେଇକିରି, ଭୁଲ ତାଙ୍କର ଆଧାର କାର୍ଡ଼ ହେଲା କିଛି ଭୁଲ ଦେଇକିରି ଯଦି ସେମାନେ ପାଇଛନ୍ତି, ତାହେଲେ ଗଭର୍ଣ୍ଣମେଣ୍ଟ ଏହାକୁ ନିଶ୍ଚିତ ଭାବେ ଧରିବ ଆଉ ଏହା ପାଇଁ କଡ଼ା କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିବ, ଠିକ୍ ଅଛି। ତ ସେଇ ହିସାବରେ ଆପଣ ଭାବି ନିଅନ୍ତୁ କ'ଣ କରିବାର ଅଛି, କ'ଣ ନାହିଁ। ଯଦି ଆପଣ ସତରେ ଯୋଗ୍ୟ ତାହେଲେ ଆପଣ ଲାଭ ଉଠାନ୍ତୁ। ଯଦି ଆପଣ ଆପଣ ଭାବୁଛନ୍ତି କି ଏସବୁର ନିଡ୍ ନାହିଁ, ତାହେଲେ ଏମିତି କାମ କରନ୍ତୁନି କି ଯେମିତି ଆପଣ ଫସିଯିବେ। ଆଉ ଗୋଟେ ଜିନିଷ ରହୁଛି, ବହୁତ ଜଣ ଛାତ୍ରୀ ବି ଅଛନ୍ତି। ତ ସେମାନେ କ'ଣ କରୁଛନ୍ତି ନା, ସେମାନେ ଏବେ କ୍ୱେଶ୍ଚିନ୍ କରୁଛନ୍ତି, ମାନେ ଜଷ୍ଟ ସୁଭଦ୍ରା ଯୋଜନା ପାଇବା ପାଇଁ ଯୋଗ୍ୟ ହେଇଗଲେ, ତାପରେ ସେ ହାୟର ଷ୍ଟଡିଜ୍ କରୁଛନ୍ତି କି କ'ଣ କରୁଛନ୍ତି, ସେମାନେ ଏବେ କହୁଛନ୍ତି କି ଆମେ ସୁଭଦ୍ରା ଯୋଜନାର ଟଙ୍କାଟି ପାଇଗଲୁ, ଏବେ ଆମେ ସ୍କଲାରସିପ୍ ଆପ୍ଲାଏ କରିପାରିବୁ କି ନାହିଁ। ଦେଖନ୍ତୁ, ଏହାର ସିଧା ଉତ୍ତର ହେଉଛି ନା। କାହିଁକି ନା ଆମର ସୁଭଦ୍ରା ଯୋଜନାର ଆମର ନିୟମଟି ଅଛି କ'ଣ, ଯେ ବର୍ଷକୁ 18,000ରୁ ଅଧିକା କିମ୍ବା ମାସକୁ 1,500 ଟଙ୍କାରୁ ଅଧିକା ଆମ ସରକାର ଠାରୁ ନ ପାଉଥିବା ଦରକାର, ଠିକ୍ ଅଛି। ଏଇଟା ଥିଲା ଆମର ନିୟମ, ଠିକ୍ ଅଛି। ସେଥିପାଇଁ ତ ବହୁତ ଜଣଙ୍କୁ ସ୍କଲାରସିପ୍ ଯେଉଁମାନେ ପାଇଛନ୍ତି ମିଳିନି। ତ ସେମାନେ ସ୍କଲାରସିପ୍ ପାଇଲା ପରେ ପଚାରୁଛନ୍ତି ଆମେ ପକାଇଦେବୁ କି, ମାନେ ସେଇଟା ଦେଖନ୍ତୁ ଭୁଲ ହେବ ସବୁଠାରୁ। ଆପଣ ସେଥିରେ ବି ନାଁ ଯୋଡ଼େଇ ହେବ, ଏଥିରେ ବି ହେବ। ତ ସେଇଟା ଆଇଦର ଆପଣ ଦୁଇଟା ଭିତରୁ ଆପଣ ଗୋଟେ ପାଇବେ। ତ ଯଦି ଆପଣ ସ୍କଲାରସିପ୍ ପାଇବାକୁ ଚାହୁଁଛନ୍ତି ତାହେଲେ ସ୍କଲାରସିପ୍ କଣ୍ଟିନ୍ୟୁ କରନ୍ତୁ, ଇ ସୁଭଦ୍ରା ଯୋଜନା କଟିଯିବ। ଯଦି ଆପଣ ସୁଭଦ୍ରା ଚାହୁଁଛନ୍ତି 50,000 5 ବର୍ଷକୁ, ଯଦି ଏଇଟା ଆପଣଙ୍କୁ ଅଧିକା ଆମାଉଣ୍ଟ ଲାଗୁଛି କିମ୍ବା ସ୍କଲାରସିପ୍ଟା କମ୍ ଲାଗୁଛି, ତାହେଲେ ଏ ଡିସିସନ୍ ନିଅନ୍ତୁ କି ଆମକୁ ସୁଭଦ୍ରା ପାଇବାର ଅଛି, ଆମକୁ ସ୍କଲାରସିପ୍ ପାଇବାର ନାହିଁ। ଦୁଇଟା ଯାକ ପକାଇଲେ ଯେତେବେଳେ ଗଭର୍ଣ୍ଣମେଣ୍ଟ ଧରିବ, ପୁଣି ଥରେ ଆପଣଙ୍କଠାରୁ କାଟିବ, ଆପଣଙ୍କଠାରୁ ଫେରସ୍ତ ନେବ, ଆପଣଙ୍କୁ ଠିକ୍ ଲାଗିବ ତ। ସେଥିପାଇଁ ଛାତ୍ରୀମାନଙ୍କୁ ଗୋଟିଏ ମାତ୍ର ଅନୁରୋଧ, ବହୁତ ବଡ଼ ଅନୁରୋଧ, କି ସେମାନେ ଏଥିରେ ଯେଉଁମାନେ ସୁଭଦ୍ରା ଯୋଜନା ପାଇସାରିଛନ୍ତି ସେମାନେ ସ୍କଲାରସିପ୍ ଆପ୍ଲାଏ କରିବା କଥା ନୁହେଁ। ଆଉ ଯେଉଁମାନେ ସ୍କଲାରସିପ୍ ବି ପାଇଲେଣି ସେମାନେ ସୁଭଦ୍ରା ଯୋଜନାକୁ ୱେଟ୍ ବି କରନ୍ତୁନି। କେତେବେଳେ ଆପଣ ପକାଇ ପାରିବେ, ଯେତେବେଳେ ଆପଣଙ୍କ ସ୍କଲାରସିପ୍ ବା ପଢ଼ାଟି ସରିଯିବ, ତାପରେ ଯଦି ଯୋଜନାଟି ଚାଲୁଥିବ ତାହେଲେ ଆପଣ ପକାଇ ପାରିବେ, ଠିକ୍ ଅଛି। ଇଏ ଥିଲା ଆପଣଙ୍କ ସବୁଠାରୁ ବଡ଼ କ୍ୱେଶ୍ଚିନ୍ଟେ। ବହୁତ ଜଣ ଆମ କମେଣ୍ଟରେ ମୋତେ ଏଇସବୁ କ୍ୱେଶ୍ଚିନ୍ ପଚାରିଛନ୍ତି, ମୁଁ ସେଥିପାଇଁ ଉତ୍ତରଟି ଦେଲି, ଠିକ୍ ଅଛି। ଇଏ ଥିଲା ଟୋଟାଲ୍ ମେନ୍ ଜିନିଷ। ଏଇଟା ହେଉଛି, ଚାଲିଛି ତାର ଖୋଜାଖୋଜି, ଟିମ୍ ଗଠନ କରାହେଉଛି। ମୁଁ ଯେତିକି ଖବର ପାଇଛି ଭିତରୁ, ତ ଟିମ୍ ଗଠନ କରିକି ସେଇଟା ଆପଣଙ୍କ ଯାଞ୍ଚ କରିବେ। କାହିଁକିନା ଲୋକ ଅଛନ୍ତି ମାନିବେନି, ଆମେ ଆମର ସବୁ ଠିକ୍ ଅଛି ଆମକୁ ଦିଅ, ବହୁତ ଜଣ ଅଛନ୍ତି। ତ ତାକୁ ଦେଖିବା ପାଇଁ ଟିମ୍ଟେ ଗଠନ ନ କଲେ ହେବନି, ଠିକ୍ ଅଛି। ଦେନ୍ ମୁଁ କାହିଁ କହିଲି ଋତୁ ପରି, ନା ଦେଖିବେ ୟାର ଖବରଟି ସବୁବେଳେ ଆସିବନି, ଏମିତି ମଝିରେ ମଝିରେ ଆସିଯିବ। ସୁଭଦ୍ରା ଯୋଜନାର ଯେଉଁ 4ର୍ଥ କିସ୍ତିଟି ସେଇଟା କେବେ ମିଳିବ, ମେନ୍ କଥା, ମେନ୍ ମୋଟୋ ଆମର। ତ ସେଇଟା ବହୁତ ଜଣ କହୁଛନ୍ତି, ଆମକୁ ତ କୁହାଯାଇଛି ଆମର ଓମେନ୍ସ ଡେ ମାର୍ଚ୍ଚ 8 ତାରିଖରେ ମିଳିବ 2026 ମସିହାରେ, ଠିକ୍ ଅଛି। ତ ସେଇଟା ଏବେ କହୁଛନ୍ତି ସେଇଟା ବି ମିଳିବ, କିନ୍ତୁ ତା ପୂର୍ବରୁ ବି ଆଉ ଗୋଟେ କିସ୍ତି ଦିଆଯିବ, ସେ ହେଉଛି ଜାନୁଆରୀ ମାସ। ତ ଆମେ ନୂଆ ବର୍ଷରେ ବି ଗୋଟେ ଗେସ୍ କରିପାରିବା କି ଗୋଟେ ଟଙ୍କା ମିଳିପାରିବ, ଠିକ୍ ଅଛି। ଯଦି ଆପଣ କିଛି ଭୁଲ ଭଟା କରୁଛନ୍ତି ଆଉ କରନ୍ତୁନି, ଯେତିକି ହେଇଗଲା ହେଇଗଲା, ଆଉ କିଛି ବି କଦାପି ଟ୍ରାଏ ବି କରନ୍ତୁନି। ଯାହା ହବାର ଥିବ ହେଇଯିବ, ଆପଣଙ୍କୁ କିଛି ପ୍ରୋବ୍ଲେମ୍ ହେବନି। ଆଉ ଗୋଟେ ଖବର, ଠିକ୍ ଅଛି, ଗୋଟେ ସବୁଠାରୁ ଇମ୍ପୋର୍ଟାଣ୍ଟ ଖବର ଏଇଟା ଆଜ୍ଞା। ଦେଖନ୍ତୁ, ଯଦି ଆପଣଙ୍କ ଝିଅ, ଠିକ୍ ଅଛି, ମ୍ୟାରେଜ୍ କରିନି ଆଉ ଗଭର୍ଣ୍ଣମେଣ୍ଟ ଜବ୍ କରିଛି, ସେ ପଇସା ଦେଉ ନ ଦେଉ ଯାହା ବି କରୁ, ତ ଆପଣଙ୍କୁ ସୁଭଦ୍ରା ଟଙ୍କା ମିଳିବ ନାହିଁ, ଠିକ୍ ଅଛି। ଯେତିକି ବି ଝିଅ ଥାଆନ୍ତୁ ମହିଳା, ଯଦି ଝିଅ ବିବାହିତ ଆଉ ହେଲା ଗଭର୍ଣ୍ଣମେଣ୍ଟ ଚାକିରି କରିଛି, ରାସନ କାର୍ଡ଼ରେ ଥାଉ ନା ଥାଉ କିମ୍ବା ନଥାଉ, ତାହେଲେ ଆପଣଙ୍କୁ ମିଳିବ, ଠିକ୍ ଅଛି। ଯଦି ଏଥିରେ ବି ଅଛି ଆପଣଙ୍କୁ ମିଳିବ। ସିଏ ଯଦି ମ୍ୟାରେଜ୍ କରିଯାଇଛନ୍ତି ମାନେ ଆପଣଙ୍କୁ ମିଳିବ। ଯଦି ମ୍ୟାରେଜ୍ କରିନାହାନ୍ତି ଆଉ ଆପଣଙ୍କ ରାସନ କାର୍ଡ଼ରେ ନାଁ ବି ନାହିଁ, ତାହେଲେ ଆପଣଙ୍କୁ ମିଳିବନି, ଠିକ୍ ଅଛି। ଏଇଟା କ୍ଲିୟର କରିଦେଲି। ଏଇଭଳି ଥିଲା ଆମର ଯୋଜନା ଉପରେ। ମୁଁ ଏଇ ଯୋଜନା ବ୍ୟତୀତ ଆହୁରି ବି ବହୁତ ଜିନିଷ ଅଛି ଆଜ୍ଞା, ସେଥିରେ ମନ ଦିଅନ୍ତୁ, ଅଧିକା ପଇସା କମେଇ ନେବେ। ଏଇ ଯୋଜନାରେ ବାର ବାର ପଡ଼ନ୍ତୁନି, କାହିଁକିନା ବହୁତ ଲୋକ ହାରାସ ହେଇଯାଉଛନ୍ତି।
କେବେ ମିଳିବ, ଆମକୁ ମିଳିଲାନି, ଆମର 3ଟା କିସ୍ତିକୁ ଆମେ ୱେଟ୍ କଲୁଣି, ଆମର ସବୁ ଠିକ୍ ଠାକ୍ ମିଳିଲାନି, ଆମେ ଡକୁମେଣ୍ଟ ସବୁ ଠିକ୍ ଦେଇଛୁ, ଠିକ୍ ଟାଇମ୍ରେ ଦେଇଛୁ, ସବୁ ଜିନିଷ ଆମର ଓକେ ଅଛି, ଡିବିଟି ଲିଙ୍କ୍ ବି ଅଛି। ତ ସେମିତି ନାହିଁ ଆଜ୍ଞା, ମୁଁ ତ କହିଲି ଏଇଟା ଲଟେରୀ ଯୋଜନା। ଆଉ ଯାହାର ଭାଗ୍ୟ ଭଲ ତାକୁ ମିଳିଯାଇଛି, ଯାହାର ମିଳିନି ମିଳିନି। ବହୁତ ଜଣକ ଏମିତି ନାହାନ୍ତି ସ୍କଲାରସିପ୍ ଆଉ ସେମିତି ଏପର୍ଯ୍ୟନ୍ତ ବି ପାଉଛନ୍ତି ସ୍କଲାରସିପ୍। କେତେ ବର୍ଷ ମିଳେ, ଯେତିକି ଆମର ପଢ଼ା ଗୋଟେ ଇୟର୍ ଥାଏ, ଠିକ୍ ଅଛି। ବହୁତ ଜଣ ଲାଷ୍ଟ ଇୟର୍ ପାଇଲେଣି 2023-24ରୁ, ତାଙ୍କର ପକେଇକିରି କାଟି ଦେଇଛନ୍ତି ସ୍କଲାରସିପ୍ ପାଉଛନ୍ତି ବୋଲି। ବହୁତ ଜଣ ମାନେ ସ୍କଲାରସିପ୍ ପାଇକିରି ବି ପାଇଯାଇଛନ୍ତି, ମାନେ ଭୁଲ ଭଟକା ହେଇଯାଇଛି ଆଉ। କିନ୍ତୁ ସେଗୁଡ଼ା ସବୁ ଧୀରେ ଧୀରେ ସେ ଠିକ୍ କରେଇବେ। ତ ଏଥିରେ ଆପଣ ମାନେ ମୁଣ୍ଡ ପୁରାନ୍ତୁନି କି ଆପଣଙ୍କୁ ମିଳିଯିବ, ଆପଣ ଭୁଲ କରିଦେଇଛନ୍ତି ମିଳିଯାଉଛି, ମିଳିଯିବ ଆଗକୁ, ସେମିତି ନାହିଁ। କେତେବେଳେ ବି ଗଭର୍ଣ୍ଣମେଣ୍ଟ ତାର ଡିସିସନ୍ ନେଇକି ଆପଣଙ୍କର ଏଇଟା କାଟିପାରିବ, ଠିକ୍ ଅଛି। ତ ଇଏ ଥିଲା ମେନ୍ କଥା। ଆଉ ଯଦି କିଛି ଡାଉଟ୍ ଅଛି ଏଇ ଭିଡ଼ିଓର କମେଣ୍ଟ ସେକ୍ସନରେ ନିହାତି କମେଣ୍ଟ କରି ଜଣାଇବେ, ମୁଁ ତାହାକୁ ନେକ୍ସଟ ଭିଡ଼ିଓରେ ଆପଣଙ୍କର ଉତ୍ତରଟି ଦେବାକୁ ଚେଷ୍ଟା କରେ। ଦେଖା ହେବ ନୂଆ ଏକ ଅପଡ଼େଟ୍ରେ କିମ୍ବା ନୂଆ ଏକ କିଛି ବି ସଲ୍ୟୁସନ୍ରେ। ଆପଣଙ୍କ ପ୍ରୋବ୍ଲେମ୍ ଆଉ ସଲ୍ୟୁସନ୍ କରିବାକୁ ମୁଁ ଅଛି ଆଜ୍ଞା। ଆପଣ ପ୍ରୋବ୍ଲେମ୍ ପଚାରନ୍ତୁ, ମୁଁ ତାର ଉତ୍ତର ଦେବାକୁ ନିହାତି ଟ୍ରାଏ କରିବି ଯଦି ମୋ ପାଖରେ ଉତ୍ତର ଅଛି। ରହିଲି, ଧନ୍ୟବାଦ।